45ତମ ବାଣୀପୀଠ ମହୋତ୍ସବ 2024 26 ତାରିଖ ଠାରୁ ଆରମ୍ଭ ହୋଇ 29 ତାରିଖ ଉଦ୍ଯାପିତ ହୋଇଯାଇଛି। 29 ତାରିଖ ଦିନ ବାଣୀପୀଠ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ତଥା ଓଡ଼ିଆ ଲେଖକ ପରିଷଦ ତରଫରୁ କବିତା କୁସୁମାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସମ୍ମାନ ଓ ମାନପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ କବୟିତ୍ରୀ ଜ୍ୟୋତ୍ସ୍ନାରାଣୀ ମହାନ୍ତିଙ୍କୁ ଶାରଦାମଣି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି।